ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ବେଣାପୁର ଗ୍ରାମସ୍ଥିତ ସୁବର୍ଣ୍ଣରେଖା ନଦୀରେ ପାରମ୍ପରିକ ପବିତ୍ର ବାରୁଣୀ ସ୍ନାନ ଉପଲକ୍ଷେ ପାରମ୍ପରିକ ପୂଜାର୍ଚ୍ଚନା ସାଙ୍ଗକୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ମୁତୟନ ହୋଇଥିଲା। ଏହି ଅବସରରେ ବେଣାପୁର ନଦୀ କୂଳରେ ସ୍ଥିତ ପଡ଼ିଆରେ ବିଗତ ପ୍ରାୟ 200 ବର୍ଷରୁ ଉର୍ଦ୍ଧ୍ୱ ହେବ ବାରୁଣୀ ସ୍ନାନ ଦିନଠାରୁ ମେଳା ଆୟୋଜିତ ହୋଇଆସୁଛି। ଚଳିତ ବର୍ଷ 6 ତାରିଖ ପର୍ଯ୍ୟନ୍ତ 10 ଦିନ ଧରି ଚାଲିବ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ଅପେରା ନୃତ୍ୟ 10 ଦିନ ଧରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ମେଳା କମିଟି ସଦସ୍ୟ ଦୀପ୍ତିମାନ ପତି ପ୍ରକାଶ କରିଛନ୍ତି। ସେହିପରି ସିଙ୍ଗଲା ଥାନା ଅନ୍ତର୍ଗତ ବଙ୍ଗୋପସାଗର ବେଳାଭୂମି କସାଫଳ ମୁହାଣଠାରେ ଆଜି ଭୋର ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ବାରୁଣୀ ସ୍ନାନ ଉପଲକ୍ଷେ ବୁଡ଼ ପକାଇଥିଲେ। ବେଳାଭୂମିଠାରେ ଥିବା ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସାରଙ୍ଗ ଦେବପୀଠରେ ଶ୍ରଦ୍ଧାଳୁମାନେ ପାରମ୍ପରିକ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।